ଆମର ପାଳ ଲାଗି କଖାରୁ ଡଙ୍କଠୁ ଆରମ୍ଭ କରି ମଉସା ଶାଗଠୁ ଆରମ୍ଭ କରି ହେ ମଉସା କଷି କଖାରୁ ଆରମ୍ଭ କରି କେତେ ଟଙ୍କା? ଶାଗ କିଲୋ 30 ଟଙ୍କା ତାପରେ କଦଳୀ କଲରା କଖାରୁ ଫୁଲ ପିତା ଶାଗ ସବୁ ମଉସା ଆଣିଛନ୍ତି। 10 ଟଙ୍କା ହବ କି ନାହିଁ? ଦୁଆର ମୋड़ କଖାରୁ ଡଙ୍କ ରଖିଦେଲି ଦେଇନି। ତ ଆଜି ଗୁରୁବାର ବୋଲି ପୂଜାପୂଜି ଚିତା ପିତା ପକେଇ ପୂଜାପୂଜି କରିଦେଉଛି। ତ ସାଙ୍ଗମାନେ ବର୍ତ୍ତମାନ ରହିଲା ଆମର କଖାରୁ ଫୁଲ, କାରଣ ତା ଭାଣିଜୀର ଭାରି ପସନ୍ଦ, କେବେଠୁ ଖାଲି କହୁଥିଲା ଖାଇବ ବୋଲି, କିନ୍ତୁ ମନ ଦୁଃଖ ହେଲା ପୁରା ଏଡ଼ିକି ଟିକି ନାଇଁ କି। ଏପଟେ ବାପା ପାଳଙ୍ଗ ଶାଗରା ପୁରା ମୂଳରୁ ଉପାଡ଼ି ଦେଇଛନ୍ତି ସବୁ, ଖାଇବେ ଦବା ଇଏ କରିବେ ଆଉ କ'ଣ, ପାଳଙ୍ଗ ପକୁଡ଼ି ଯୋଡ଼ି କରିଦେବା, ଆଉ ଚିକେନ୍ ତ ହେଇପାରିଲାନି। ସମସ୍ତଙ୍କୁ ଶୁଭ ସକାଳ, ରାଧେ ରାଧେ, ଜୟ ଶ୍ରୀ ଜଗନ୍ନାଥ। ଆମର ନୂଆ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ସକାଳ ମାନେ ରାତି 4ଟାରୁ ଆପଣମାନେ ବିଶ୍ୱାସ କରନ୍ତୁ, ରାତି 4ଟାରୁ ମୁଁ ଉଠିଲା ବେଳକୁ ଘର ଓଳି ଘର ପୋଛିଲାଣି। ହେଲେ କଥା କ'ଣ, ସକାଳ 8ଟାରେ ଉଠିଲା ବେଳକୁ ରାତି 4ଟାରେ କାହିଁ ପୂଜା କରୁଛି। ସକାଳ 8ଟାରେ ମୁଁ କୋଉଦିନ ଉଠେ ଏମିତି କାହିଁକି ପ୍ରାୟ ଦିନ ହେଲା ମୁଣ୍ଡ କ'ଣ ହଉଥିବ ମୁଁ ଶୋଇଥିବି। ନାଇଁ ହେଲା ବିଶ୍ୱାସ କରନ୍ତୁ, କଥା କ'ଣ ମୁଁ ଯଦି ଗଭୀର ଭିତରେ ପଶିଲି ମୁଁ ଜାଣିବାକୁ ପାଇଲି, ମୁଣ୍ଡ ମୋର ଆଡ଼ାଉନି, ମୁଣ୍ଡରେ ମୋର ଉଙ୍କୁଣି ଅଛି, ମୁଁ ଜାଣିଛି। ମୁଁ ଗୁରୁବାର ନିଦ ହୁଏନି। ନାଇଁ ଶୁଣନ୍ତୁ, କଥା କ'ଣ, ତା ପୁଅର ଆଜି 10th ଏକ୍ଜାମ, ରାତି 4ଟା ଉଠି ପୂଜାପୂଜି କରି କୁମ୍ଭ ବସେଇ ପୁଅର ଏକ୍ଜାମଟା କେମିତି ଭଲ ହବ ସେଥିପାଇଁ ମା ତାର ପ୍ରୟାସ ଜାରି ରଖିଛି। କିନ୍ତୁ ପୁଅ ତ ଆପଣମାନେ କାଲି ଭିଡ଼ିଓରେ ନିହାତି ଦେଖିବେ, ପୁଅ ଟୋଟାଲି ବହି ଧରିନି, ଦେଖିନେ, ପରଦା ଓଲଟେଇନି ହେଲା। ତା ପୁଅଟାରେ କହିଲେ ଏଡ଼େ ବଡ଼ ଏଡ଼ିଟେ ମୁଁ ଯେଉଁ ଅଛି ଏଡ଼େ ବଡ଼ ମୁଁ ତାର ଏଇଠି ହେଇଯିବ ହେଲା। ସକାଳୁ ମେକଅପ୍ ଗେଟଅପ୍ ରେଡ଼ି, ଆଜି ଶୋଇପଡ଼େ ଦିନ 2ଟାରେ ବୋଧେ। ହଁ ଶୁଅନ୍ତି, ରାତି 4ଟାରେ ଉଠିଲେ ଆଉ ଘର ପୋଛୁଛି, ହେଲେ କଥା କ'ଣ, ଏତେ କ'ଣ ଭୂତ ଲାଗିଛି ନା କ'ଣ? ଆମର ତ ଛୋଟିଆ ଘର ନା, ଗୋଟିଏ ବଖରା ଘର, ଆମର ତ ଓଳିଆ ଓଳି ପୋଛା ପୋଛି ହେଲା ବେଳକୁ ରାତି ପାଇଯିବ। ଆଉ ତେଣୁ ଉଠିବାକୁ ବାଧ୍ୟ। ପୂଜା ତାର ସେ ଚଲେଇଛି, ପୂଜା ସାରିକି ସକାଳ 8ଟାରେ ସବୁ ସରିଗଲାଣି। ହଁ ଦୁଆର ମୋର କଖାରୁ ଫୁଲ ରହିଗଲାଣି। ଆଜି କ'ଣ ରୋଷେଇଟା ହେବ ତମ ଶ୍ୱଶୁର ଶାଗ ତୋଳିକି ଆଣିଛନ୍ତି, କ'ଣ କରିବେ ଆଜି? ସାଧାଟା ତ ନିହାତି ହେବ ଆଉ। ହଁ ଡାଲମାଟେ, ଶାଗଟେ, କଖାରୁ ଫୁଲ ବରାଟେ ଏମିତି ହେବ ନାଇଁ ମଣି। ଆଉ କାଲି ପେଟିକି ନାଦିକି ଖାଇଛନ୍ତି ଚାଇନା କୋଉ ମାଛ, ତାଙ୍କ ମନ ଅବଢ଼ା ଅଛି, ପୁଣି ଅବଢ଼ା ତାଙ୍କର ଥୁଆଇଛି। ରାତି 12ଟାରେ ତାଙ୍କର ସାନ ଶ୍ୱଶୁର ଅବଢ଼ା ନେଇକି ଆଇଥିଲେ। ନାଇଁ ଶାଶୁ ମାନେ ଭଲ ପାଆନ୍ତିନି, ଶାଶୁ ମାନେ ପାଖ ପୁରାନ୍ତିନି। ନା ଶ୍ୱଶୁର ମାନେ ଖାଲି ଭଲ ପାଇବେ ତମକୁ, ତମକୁ ସବୁ ବାବା ମାନେ ଭଲ ପାଇବେ। ମା ମାନେ ବି ଆମକୁ ଭଲ ପାଆନ୍ତି। ନା ମା ମାନେ ଭଲ ପାଇବେନି, ମା ମାନେ ଆମ ଡିପାର୍ଟମେଣ୍ଟ, ଆମକୁ ଭଲ ପାଇବେ। ଭଲ ପାଇବା ଦବା, ସମସ୍ତଙ୍କଠୁ ଭଲ ପାଇବା ନବା। ତମେ ଦଉଛ, ତମେ ପାଉଛ, ସମସ୍ତଙ୍କୁ ଭଲ ପାଅ, ସମସ୍ତଙ୍କୁ ଭଲ ପାଅ, କାହାକୁ ନ ଭଲ ପାଅ। ଆଉ ଗୋଟେ ସିନ୍ ସେପଟେ ହଉଛି, ମୁଁ ଦେଖେଇ ପାରିବିନି ଆପଣମାନଙ୍କୁ। ଆଉ ଗୋଟେ ଖାଲି ଗୁମା ଚାକିଣ୍ଡିଆ ପ୍ୟାଣ୍ଟ ପିନ୍ଧି ଖାଲି ଏପଟ ସବୁ ଟଙ୍ଗ ଇଆଡ଼େ ଦାନ୍ତ ଘଷିବେ ନା ଷ୍ଟୁଡେଣ୍ଟକୁ ପାଠ ପଢ଼େଇବେ। ଗୁମା ଆଉ ଗୋଟେ ଉଠିକି ଆଇଲେ, ଦେଖ ମୁହଁ ଦୁଇ। ହଁ ଇଏ ତ ଦି ଜଣ ସାଙ୍ଗ, ଇଏ 2 ଜଣ ସଖୀ ସାଙ୍ଗ। କ'ଣ ରିକ୍ୱେଷ୍ଟ କରୁଛି ଝିଅ? ଯା ଏ ବୋଉ ତ ଜହର ଖାଇଛି, ଦେଇଦବ। ଆଉ ପେନ୍ସିଲ୍ ତୁ କ'ଣ ଜାଣିନୁ, ମୁଁ ହଉଛି ବଡ ଖନି ନା ଲଗୁନା ଏକା କଥା, ପେନ୍ସିଲ୍ କହିବା କଥା। ଆଉ ହଲନି, ହଉ ଗୁନା ତମେ ଚାଲ ପାଠ ପଢିବ, ଚାଲ ସାଙ୍ଗ ଏମିତି ଘଣ୍ଟାରେ ପାଠ ପଢି ଆସେ, ତାପରେ ଭିଡ଼ିଓ କଣ୍ଟିନ୍ୟୁ କରିବି। ହଁ କହିଲେ କ'ଣ ପଛେ କାହିଁ ତୁ କ'ଣ ମୋ ମା ଆଉ ପଢେଇନି ଛୋଟବେଳେ ବସିକି ସନ୍ଧ୍ୟାବେଳେ ପଢେଇବା ଲୋକ, ମୁଁ ନିଜେ ସାକ୍ଷୀ ପଢେଇନି। ତତେ ସେ କହିଲେ ତୁ କହୁନୁ ପଣସ ଟିକେ, ପ୍ରଥମ ଗୁରୁ ହେଲା କ'ଣ ମା ଯେ ତୁ ପଣସଟା କହିଦେ। ପଣସ ତ ହଁ କ'ଣ କହିଥାନ୍ତା କି, କ'ଣ କହିଥାନ୍ତା? ପଣସ ନାଇଁ ମଣିଷ କହିଥାନ୍ତି, ପଣସ ନୁହଁ ମଣିଷ।
ବାପା ଏ ପଣସଟା କାଟିଆ ଏ ପଣସଟା ପାଚି ଗଲାଣି ନାଇଁ ମଣିଷଟା କାଟିବା କହିଥିଲି। ସବୁବେଳେ ଏଇ କଥା କହୁ ପଣସୁ ଆଉ ଗୋଟେ କଣଟା ଲାଗେ ମ କଠା କହେ ବୋଲି ବାପା କହନ୍ତି କଠା କଣ ଏ କୋରୋନା କଣ କୋରୋନା କହିଲୁ କଠା କୁହାଯାଏ ନା ପଣସକୁ କଠା ମାମି କହିଲୁ କୋରୋନା? ସେ ହଠାତ କହିଲେ ତା ପାଟି ଲାଗିବ ଭାବି ଯଦି କହିଲେ ପାଟି ଲାଗିବ କୋରୋନା ସିଏ ବା କହୁଛି ତୁ କଣ ଜାଣିନୁ ମୁଁ ଏକ ନମ୍ବର ଖନି ରାତି 4ଟାରୁ ଉଠି କାହାକୁ ଶୁଆଇ ଦଉନି କାଲି ଟିଭିଟାକୁ ଲଗେଇ ଦଉଛି ଗୀତ ବାଜିଲା ଜଗନ୍ନାଥ ଲୋକ ରାତି 4ଟାରୁ ଘର ପୋଛା ହେଲାଣି ପୁଣି ତା ପୁଅ ମୋର ଏକ୍ଜାମ ଦବାକୁ ଯିବ ସେଇଥିପାଇଁ 3:30ରେ ମୁଁ ଉଠିଲି 3ଟା ଉଠିଲା ମୁଁ ଏକ୍ଜାମ ଯୋଉ ଦବାକୁ ଯାଉଥିଲି ତୁ ଉଠିକି ନଡିଆ ବସେଇଥିଲୁ ବେ ବସିନି ଦେଖ ଇଏ ହଉଛି ପାର୍ସାଲିଟି କୋଉଠି ନଡିଆ ବସେଇଲି ମାନେ ତୋ ଏକ୍ଜାମ ବେଳେ ଉଠିକି କଣ ପୁଅର ଏକ୍ଜାମ ରାତି 4ଟା ଉଠି ମୋ ଏକ୍ଜାମ ବେଳେ କାଇଁ ଗୋଟେ କଲ୍ ବି ଆସେନି ଆଉ କି ଝିଅ ଉଠିଲା କି ବାହାରିଲାଣି କଣ କଲାଣି କଣ କଲ୍ ହେଇଛି ମୁଁ ମୋର ମନକୁ ଉଠେ ନା ମୋ ନିଦ ଭାଙ୍ଗି ସବୁବେଳେ ରାତି 4ଟାରେ ଉଠିକି ବଇଥିବି ତୁ ମନକୁ ଉଠେ ଆଉ ମୁଁ ତତେ ଲାଗିନି ମୁଁ ତୋ ପଛରେ ତ ଲାଗୁ କିନ୍ତୁ ତୁ ମୁଁ କେତେବେଳେ 5ଟାରୁ ଉଠି ଯାଇନି 2ଟାରେ ଶୋଇଥିବି ନିଦ ମୁଁ ତ ଭାଙ୍ଗି ସ୍କୁଲ ଯିବୁ ବୋଲି 4ଟାରେ ଉଠିକି ମୁଁ କରିଦେବି ତତେ ଖାଇବାକୁ ଦେଇକି ଦେ ସକାଳରେ ମୁଁ ମନା କରେ ମୁଁ ଖାଇବିନି ବୋଲି କାହିଁକି ମୁଁ ତ ଉପମା ଏରା ସବୁ କରିକି ହଁ ଯେ ଦିଏ ଏଇ ଯୋଉ 10th ବୋର୍ଡ ଏକ୍ଜାମ ବେଳେ ହଁ ପୁରା ଘନ କୁହୁଡି ହେଇଥିବ ତୁ ପଢୁଥିବୁ ମୁଁ ରାତି ତୋ ପାଇଁ ଚେଇଁଥିବି ରାତି 2ଟା 3ଟା ଯାଏ ତୁ ମତେ ଡାକୁ କି ଆସଇବୁ ବୋଲି ଆଉ ମୁଁ ଲାଗି ମା ନହେଲେ ପିସ୍ ଲାଗିଥିଲା ଆଉ କଣ ହଁ ମୁଁ କହୁଛି ରାତି 4ଟାରେ ଉଠିକି ଯେମିତି କଣ କୁମ୍ଭ ବସେଇ ଦେଇଛୁ ବୋଧେ ହଁ ପୂଜା ପୂଜା ସବୁ ମୋ କରିଦେଇଛି ପାଇଁ ବସେଇଥିଲୁ କି ତାର କମ୍ପ୍ଲେନ ତୋ ପାଇଁ ବସିଥିଲେ ତୋ ପାଖରେ ତୁ ତ ତୋ ପିଇସି ପାଖରେ ଥିଲୁ ତୋ ପିଇସି ତ ମାନେ ପାଖରେ ମୁଁ ପିଇସି ପାଖରେ ଥିଲି ବୋଲି କଣ ମନରେ ବସି ପାରିନଥାନ୍ତା କାଇଁ ବସ ତୋ ପିଇସି ପାଖରେ ଥିଲୁ ତୋ ପିଇସି ବସେଇବ କଥାକୁ ପାଲେଇ ଦଉଛି କାଟି ଦଉଛି ପିସ୍ ବସିକି ପୂଜା କରିଥିଲା କହିଦେଉନୁ ତୋ ପିସ୍ର ଅବହେଳା ନାହିଁ ତା ନଜରଟା କଖାରୁ ତମ ପାଇଁ କଖାରୁ ଫୁଲ ରହିଛି ତମେ ଗୋଟେ ଗଈ ଘର ବଡ ମେମ୍ବର ତ ସେଥିପାଇଁ ତମ ପାଇଁ କଖାରୁ ଫୁଲଟା ରହିଛି ସକାଳୁ ସକାଳୁ ତୁମର ପାଇଁ କଖାରୁ ଫୁଲ ରହିଛି ତୁମେ ଖାଇବ ପୁଅ କଣ ହେଲା ଡୁଗୁଲୁ ପିଲାଟି ତୁ ଅନେଇକି ରହୁଛି ଖାଲି ଗୁମାକୁ ଅନେଇକି ରହୁଛି ଆରେ ଗୁରୁମା ଗୁମା। କଣ କହିଲୁ ଗୁମା ହଉ ସାଙ୍ଗମାନେ ମୁଁ ଯାଉଛି ଆକୁ ଟିକେ ପଢେଇବି ନହେଲେ ମୋ ମୁଣ୍ଡ ଟିଣ ହେଇଯିବ ଦି ମୁଁ କାର ନୁହେଁ ଏଇ ଚାଲ ଫଲୋ ମି ବରା ପାଇଁ ବତୁରା ହେଲା କ'ଣ ବତୁରା ହେଇଛି ଅରୁଆ ଚାଉଳ ସହିତ ଅଦା ଟିକିଏ ପଡ଼େ ଜିରା ଲଙ୍କା ଏକ୍ସଟ୍ରା ଯିବା ଆମେ ଦେଖିବା ଚମ୍ପାବତୀ କ'ଣ କରୁଛି ସକାଳୁ ରହିଯାଇଛି କଖାରୁ ଫୁଲ ବାରିରୁ ତୋଳା ହେଇଛି ପାଳଙ୍ଗ ଶାଗ ଚମ୍ପା ନାନୀ ଧରି ବସିଲାଣି ପରିବାକୁ କାଟି ପକେଇବ ଖାଲି ଗଦେଇ ପକେଇବ ସ୍ୱାମୀ ତାର ବିରକ୍ତି ତା ଉପରେ ହବ ସବୁ କାଟି କୁଟି ବର୍ବାଦ କରିଦଉଛି ମୋ ଭାଇକି ଖାଇବନି ଆଉ କଣ ମଣିଷ ଏ ଘରେ କମ ଖାଉଛନ୍ତି ବେଶୀ ଫପଡ଼ା ହଉଛି ଖାଇବ ମରିବ ଖାଇବ ମରିବ ଖାଇବାକୁ ଏତେ କଞ୍ଜୁସ ଖାଇବାରେ ମତେ ନା 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 ଆଜି ରୋଷେଇଟା କ'ଣ ମତେ କହ ଆଜି ରୋଷେଇ ହବ ପାଳଙ୍ଗ ଶାଗ ହଁ ମୁଗ ନଡିଆ ପଡିକି ପାଳଙ୍ଗ ଶାଗ ହଁ କୋବି ଆଳୁ କଷାଟେ ହବ ଇସି ଆଉ ଡାଲି ହବ ଆଉ କିଛି ହବନି ସେତିକି ଆଉ କଖାରୁ ଫୁଲ ବରାଟେ ହଁ କଖାରୁ ଫୁଲ ବରାଟେ ଭୁଲ କଣ ଭୁଲି ଯାଉଛି କୋଉଠି ମନଟା ଛାଡ଼ିକି ଆଇଛି ବୋଧେ ମନ ଯାହା ହଉ ଆଜି ଗୁରୁବାରେ ତମେ ଡାଲମା କଥା କହିଲନି ଭାରି ଖୁସି ମୁଁ ତମ ଉପରେ ନାଇଁ ଡାଲମାଟା ତମେ ଖାଉନ ତ କାଇଁ ଗୋଟେ ଅଶାନ୍ତି ହବ ଡାଲମାଟା କ'ଣ ଅଖାଦ୍ୟ ଡାଲମାଠୁ ସୁନ୍ଦର ଖାଦ୍ୟ ଆଉ କିଛି ନାହିଁ ଏ ଡାଲମା ଯଦି ଜିରା ଲଙ୍କା ବାଡିଆ ହେଇକି ଡାଲମାଟା ହବ ନା ଅଲଗା ପ୍ରକାର ଲାଗିବ ପୁରା ପୁରା ଭାତ ମେଞ୍ଚେ ଖାଇବେ ତମ ଶ୍ୱଶୁର ପୁରା ଖାଇବେନି ତାଙ୍କୁ ଔଷଧିଆ ଲାଗିବ ସେଥିପାଇଁ ଜିରା ଲଙ୍କା ପଡ଼ିବନି ଅଦା ଲଙ୍କା ଖାଇବେ ହଉ କଟାକଟି କର ଆଉ ଶୁଣ ମୋ ବୋଉ ଡାଲମା ବଢିଆ ଲାଗେ ଭାଇ ବି କହିବେ ବୋଉ ଡାଲମା ଦେଇଦେବେ ବୋଉ ଡାଲମା ଟିକେ ନେଇ ଗାଜର କାହିଁକି ହେଇଛି ଏ ଗାଜରଟା ପୁରା ମିଠା କରିଦେଉଛି ତ ମୁଁ କହିଲି ନାଇଁ ଅଳ୍ପ ଟିକେ ପଡିବ ମାନେ ତରକାରୀଟା ବାଇଗଣ କ'ଣ ପାଇଁ ହେଇଛି ବାଇଗଣଟା ପଡିବ ଏଥିରେ କୋଉଥିରେ ପାଳଙ୍ଗ ଶାଗ ଆଚ୍ଛା ଆଳୁ ବାଇଗଣ ଭଣ୍ଡା କାହିଁ ହେଇଛି ଭଣ୍ଡାଟା ବୋଧେ ଥିଲା ନାଇଁ ଦେଖନ୍ତୁ ସାଙ୍ଗମାନେ ଇ ଡାଲମା ପାଇଁ ଆଣିଥିଲା କାଟିବା ପାଇଁ ବୁଝିଲେ କୋବି ଧରିକି କ'ଣ କାଟିକି ପାଲେଇ ଦେଉଛି ଏ ସବୁ ଡାଲମା ପରିବା କି ନାହିଁ ଦେଖିଲେ 1 2 3 ହଁ 4 ଏସବୁ ଡାଲମା ପରିବା ଇଏ ମୋତେ ମୁଁ ତ ଖାଇବିନି ମୋର ଅବଢା ଅଛି ଚାଲିଲା
କାଲି ବାଡ଼େଇ ଦେଇଛ ଆଉ ଚାଇନା କଉ। କାଇଁ ତମେ କାଇଁ ବାଡେଇ ପିଟି ହଉଛ? ନା ଆମେ କାଇଁ ବାଡ଼େଇ ପିଟି ହବୁ? ଆମେ ବାଡ଼େଇ ପିଟି ହବୁନୁ। ତମେ ଖାଉନ? ନା ଆମେ ଖାଇବୁନୁ। ଆମେ କେତେବେଳେ ଖାଇବୁ? କେତେବେଳେ ଆମେ ଖାଇବୁ? ମୁଁ ଟିକେ ମୋ ସାଙ୍ଗମାନଙ୍କୁ କହିଦିଏ। ସାଙ୍ଗମାନେ ବାପା ସାଥିରେ ବିରକ୍ତି ହେଉଛନ୍ତି, କିନ୍ତୁ ମୋର ଗୋଟେ ମାନସିକ ଅଛି କ'ଣ ନା ମୁଁ ଏବେ ଖାଇବିନି ସାଙ୍ଗମାନେ। ମୁଁ ଏବେ ତ ଜପ ଆରମ୍ଭ କଲି। ଆପଣମାନଙ୍କୁ ସତ କଥା କହିଦେଉଛି, ଆପଣମାନେ ତ ମୋତେ ଜାଣିଛନ୍ତି ମୁଁ ବି ସହଜେ ରହିପାରିବିନି, କିନ୍ତୁ ମୋର ଗୋଟେ ମାନସିକ ଅଛି। ମୁଁ ଏବେ ତ ନାମ ଜପ କରୁଛି ଆଉ ତାଙ୍କ ଶରଣରେ ପଶିଛି। ମାନେ ମୁଁ ତାଙ୍କ ପାଖକୁ ଯାଇ ଦର୍ଶନ କରିକି ଆସିବି। କେଉଁଠି? ବୃନ୍ଦାବନ ଯିବି। ହଁ ତ ଆମର ରାଧାଙ୍କ ଜାଗା ସେଇଟା କ'ଣ ମନେ ପଡ଼ୁନି ମୋର। କ'ଣ କାଲି ଦେଖୁଥିଲେ? ବୃନ୍ଦାବନ ତ ଯିବା। ରାଧାଙ୍କର ଯେଉଁ ଜନ୍ମସ୍ଥାନ ମନେ ପଡ଼ୁନି ମୋ ଟିକେ। ନା ମଥୁରା ନା କିଛି ଜାଣିନି। ହଁ ତ ସାଙ୍ଗମାନେ ମୁଁ ସେଠିକି ଯିବି, ଦର୍ଶନ କରିକି ଆସିବି ରାଧାଙ୍କୁ। ତାପରେ ଯଦି ଖାଇବି, କିନ୍ତୁ ଏବେ ଖାଇବିନି। ତ ଯିବି ବି ମାନେ କହିହେବନି କେବେ ତାଙ୍କର ଡାକରା ପଡ଼ୁଛି। ଏବେଠୁ ତ ମୁଁ ଆରମ୍ଭ କଲି ତାଙ୍କ ଶରଣରେ ପଶିବା। ଲାଗିବ 6 ମାସ ବର୍ଷେ ଲାଗିବ। ତ ଖାଲି ଏତିକି ଆପଣମାନେ ଜାଣିଥାନ୍ତୁ, ମୁଁ ଯେବେ ଯିବି ତାଙ୍କୁ ଦର୍ଶନ କରିକି ଆସିବି। ତାଙ୍କ ଦର୍ଶନ ପାଇବି ବହୁତ ଭଲସେ, ତାଙ୍କୁ ଦର୍ଶନ କରିକି ଆସିବି। ତାପରେ ଯଦି ମୋ ମନ କରେ ମୁଁ ଖାଇବି, କିନ୍ତୁ ଯେ ପର୍ଯ୍ୟନ୍ତ ମୁଁ ଦର୍ଶନ କରିନି ସେ ପର୍ଯ୍ୟନ୍ତ ମୋର ଖାଇବାର ନାହିଁ ହେଲା। ବାବା ମୋତେ ଚିଡ଼ୁଛନ୍ତି ଏତେ କମ୍ ବୟସରେ ଛାଡ଼ିନା, 50 ବର୍ଷ ହେଲେ ଛାଡ଼ିବ। ସତରେ ବି ମାନେ ମୁଁ ବି ଆପଣମାନେ ଜାଣିଛନ୍ତି ଆଇଁଷ ଡାହାଣି ବହୁତ, ଆଉ ମୋର ଗୋଟେ ମାନସିକ ଅଛି ବୋଲି ମୁଁ କରୁଛି। ଚାଇନା କୋଉ କଥା ବହୁତ ଥର କହିଲେ କେମିତି ଲାଗୁଛି? ରଜ କଲ ମିଠା ଲାଗୁଛି କାହିଁକି କହୁଛ? ତା ପ୍ରକୃତିରେ ମୋର ଇଚ୍ଛା ନାହିଁ, ଖାଲି ମୁଁ ଏମିତି କହୁଛି ମାନେ ଭିଡ଼ିଓରେ, କିନ୍ତୁ ମୋର ସେମିତି ଇଚ୍ଛା ନାହିଁ। ତ ମୁଁ ମାନସିକ ରହିଲା ସାଙ୍ଗମାନେ ଆପଣମାନଙ୍କ ସହିତ ସେୟାର କଲି ଯେ ତାଙ୍କର ଡକରା ଆସିଲେ ମୁଁ ଯିବି, ରାଧାକୃଷ୍ଣଙ୍କୁ ଦର୍ଶନ କରିକି ଆସିବି। ତାପରେ ଯଦି କରିବି, ସେ ପୁଣି ମନ କହିଲେ, ନହେଲେ ନାହିଁ। ଆଉ ସେଇ ଡକରା କେବେ ଆସିବ ମୁଁ ନିଜେ ବି ଜାଣିନି। 6 ମାସ ହେଇପାରେ, ବର୍ଷ ହେଇପାରେ, 2 ବର୍ଷ ହେଇପାରେ। ବର୍ଷାନା ସେଇଟା ହେଉଛି ବର୍ଷାନା ହେଲା। ରାଧାଙ୍କର ଯେଉଁ ଜାଗା ସେଇଟା ବର୍ଷାନା। ଆଉ ଗୋଟେ ହେଉଛି କ'ଣ, ଆଉ କ'ଣ କହୁଥିଲି ଗୋଟେ ମନେ ପଡ଼ୁନି, ମୁଁ ଭୁଲି ଯାଉଛି। ତାକୁ କହୁଛି ମୁଁ ଭୁଲି ଯାଉଛି। କୃଷ୍ଣଙ୍କର ଜାଗା କ'ଣ? ବୃନ୍ଦାବନ। ହଁ ତ ଆମେ ସାଙ୍ଗମାନେ ଯେବେ ଡାକରା ଆସିବ ମାଆଙ୍କର, ଆମେ ତାଙ୍କ ଶରଣରେ ପଶିଲୁ। ସେବେ ମୁଁ ଆଗ ଯିବି, ତାଙ୍କୁ ଦର୍ଶନ କରିକି ଆସିବି। ତାପରେ ଯଦି ହବ ମନ କହିବ ଖାଇବି, ନହେଲେ ନାହିଁ। ଆଉ ତ ବାବା ଚିଡ଼ୁଛନ୍ତି, ସମସ୍ତେ ଚିଡ଼ୁଛନ୍ତି। ତ ଏବେଠୁ କ'ଣ ଛାଡ଼ୁଛ? ମାନେ ବୟସ ଅଛି 50 ବର୍ଷ ହେଲେ ଛାଡ଼ିବି, କିନ୍ତୁ ସେ ପର୍ଯ୍ୟନ୍ତ ଛାଡ଼ିବି, ମାନେ ଛାଡ଼ିଛି ଯେ ପର୍ଯ୍ୟନ୍ତ ରାଧାଙ୍କର ଦର୍ଶନ ମୋତେ ମିଳିନି। ଏଇଟା ଠିକ୍ କଥା କି ଭୁଲ କଥା ମୁଁ ଜାଣିନି। ଯଦି କିଛି ଭୁଲ କହିଛି କ୍ଷମା କରିବେ, ଆଉ ରାଧା ମା' ବି ମୋତେ କ୍ଷମା କରିବେ। ଆଉ ରାଧା ନାମରେ ସାଙ୍ଗମାନେ ଏତେ ପାୱାର ଅଛି, ଏତେ ପଜିଟିଭ୍, ମାନେ ମୁଁ ଫିଲ୍ କରିପାରୁଛି ସାଙ୍ଗମାନେ, ବହୁତ ହିଁ ପଜିଟିଭ୍। ଆଉ ସାଙ୍ଗମାନେ ମୁଁ ଏ ପର୍ଯ୍ୟନ୍ତ ବି ଗେମ୍ ଖେଳୁଥିଲି ହେଲା। ମାନେ ଏଇ ଗୋଟେ ୱିକ୍ ଭିତରେ ମୁଁ ଆପଣମାନଙ୍କୁ ସତ କହୁଛି 16,200 ଜିତିଛି ହେଲା। କାଲି ଯେତେବେଳେ ମୁଁ ସନ୍ଧ୍ୟାବେଳେ ବସିକି ଟିକେ ରାଧାନାମ ଜପ କରୁଥିଲି, ମୋତେ ଅନ୍ତରୁ ଆତ୍ମାରୁ କିଏ ଗୋଟେ କହିଲେ ସାଙ୍ଗମାନେ ଯେ ମୋତେ ଭକ୍ତି କରିବୁ ପଛରେ ତୁ ଆଗ ଗେମ୍ ଛାଡ଼। ମାନେ ବିଶ୍ୱାସ କରନ୍ତୁ, ଏ କଥା ମୁଁ ସମସ୍ତେ ଆମ ଘରେ କହିଛି। ତାପରେ ମୁଁ ଜାଣିପାରିଲି, ମୁଁ ତ ଏବେ ରାଧାରାଣୀଙ୍କ ଶରଣରେ ପଶିଛି ନା, ରାଧାରାଣୀ ମୋତେ କହିଲେ। ତ ସେଥିପାଇଁ ସାଙ୍ଗମାନେ କାଲିଠୁ ଗେମ୍କୁ ଡିଲିଟ୍ ମାରିଦେଇଛି। ଆଉ ଜୀବନରେ କେବେ ସେ ଗେମ୍ ଛୁଇଁବି ନାହିଁ। ପଇସା ବାଲା ଗେମ୍ କେବେ ଖେଳିବି ନାହିଁ କି ଛୁଇଁବି ନାହିଁ। ବାସ୍ ଚାଲ, ପାଠପଢ଼ା କମ୍ପ୍ଲିଟ୍ ହେଲା। କ'ଣ ପାଇଁ ଆସିଲୁ? କ'ଣ 7 ପରେ କ'ଣ ଆସେ? ଆଉ କ'ଣ 6 କ'ଣ ଲେଖ? 98। 99। ତାପରେ ଆସିବ 100। 100 100 ଲେଖ। 100 ଲେଖ ତଳେ। 1 0
0 100 ହେଲା ଭେରି ଗୁଡ୍। तो सांग मैंने देखी पार्थे कखर फुल केते सुंदर बछा है प्लेट रही बहुत सुंदर देखा ये कौन दही पानी करजे पीवा सियाड़े मसला बटाई थुआ है इे ये खाली बटा हम कौन दही पानी पीब भोक लगुच हाँ पी दिए बर्तमान दहीबरा आसला दहीबरा खाइबू भोक आलो सीए तो एग्जाम देके आइला तू क्वेश्चन पेपर देखि कोन रिवीजन करछु हमर पढिथिला केते सहज माने 50 मार्क खाली पढिछि मल्टीपल चॉइस अरे केमति कोन एग्जाम हेछि बढ़िया बढ़िया 50 यही शॉर्ट क्वेश्चन 50 केते रहइबो 30 भाई रहइबो 20 टा भूल करछु बोली मानुछु आ लॉन्ग क्वेश्चन जोड़े लग जा जोड़े लग जमे तो माने एते सहज आंकर सब पाठ सांग माने माने एते सहज आम बेलू को सरलाथ हाँ तापर एसे एप्लिकेशन हाँ दरखास्त केते कौन सब थिला आंकर खाली मल्टीपल चॉइस हमर मात्र 10 मार्क रो थिला आंकर 50 मार्क रो मानछि पढ़ी की सब जाईथिबे 50 उठैथिबे माने एते सुंदर आंकर माने आमी को तम बेलू को एमथि हिथिला आ केता पाठ का दिन दिन खाली इजी जाउछे झियो बेलू तो आउरी सहज थिबो ना तम बेलू केमि थिला हम बेलू को आंठरो मुंह बाहर नथला तो वर्तमान साग काटिया को धरिकी तो बसिला देखिए काटी परछ कि नहीं खाइयो मिलियो खाइयो दिया हबनी बुलबाले माड़ खाइ जल्दी वाला की बाड़ेबो ओए तू मरिबो उठी भी ठुठी पड़ेबो रोड काट तो साग जाओ चुन चुनी काटछु के सुंदर आस्ते 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 हाथ कटि जियो बा एटा बहुत स्मूथ सागटा हम्म सतरी की तू साइंस से चक्कर करथिलो ना ये बा पूरा नाळुआ सागटा एटा नाळुआटा ना किंतु बहुत विटामिन ऐसा करे बहुत बढ़िया लगे टेस्टी पूरा काटी काटी पालक आलो सेमिति खाइयो छु ए मुंडो कोइ जियो बा से पोता अरे ते जो करछु से तो सेमती नुए ये भाई भौणी कर जमा पड़ुनी मुह करा करी ओरे होउचंदी आउ गोटे मुह चेंज कलु आउ गोटे केमता मुह करछु ना ना आउ गोटे तो केमती मुह करछु खतै एमदी केते पैसा हाँ केते पैसा ता 1500 का ता 1500 का हाँ 1500 का तरकारी हो गया आज कहीं को कोबी भाजी थिलो रे मसला ताले कमी गला बोधे मसला कमिला कसा आइता डाली नहीं एटी बराटा करिया आन कोखर पूरा बलारे मुहरे बसी गोटे गोटे करदेवी तो आसीगला बर्तमान साज हम कखर फुल बराटे तावाटे बसी चुली जलुनी तो सांग मैंने ये हो गला कखर फुल पिठौ आ किसी तावे बसी कर बापा खाऊन दे देके आसे तो सांग मैंने जो सोधुआ टी बड़ी ना मुझे कौन कली ना पालंग शाग जो तोलिकी आणिक धुआधुई कर कटाकटी कर पालंग शाग बरा करदेली है पालंग शाग बराटा करदेली देखा जाओ केमी लगुच तो सांग मैंने बर्तमान आम सब बस पिला माने ये आम सब बस बर्तमान खाऊचु ना कि खाऊचु सब करी अलना शागटा कर लुणिया आह अलना तो बर्तमान खाऊचु केते सुबुद्धि सुनाई सब खाऊचु शाहाणी तुम्हारा सांग मानू कौन जनइबी सांग मानू जनइबी सांग माने मोर गोटे सुना कानर हजि जाइछि माने हजिलानी जागर दिन जोड़े ही हजि जाइछि
ମାନେ ଜାଗର ଦିନ ହଜିଲାଣି ମୋର ଆଜି ମନେ ପଡ଼ୁଛି। ଆଜି ଯେତେବେଳେ ଖାଇ ବସିଲା ବେଳେ ମାଆ ଝିଅ ସୁନା କାନ ବିଷୟରେ କଥା ହେଉଥିଲେ, ମୁଁ କହିଲି ମୋ କାନଟା କାଢ଼ିକି ମୋର କେଜାଣି 2 ବର୍ଷ ହେଲା ମୋ କାନରେ ପଡ଼ିଥିଲା, ମୋର କ'ଣ ହଠାତ୍ ମନେ ହେଲା, ମୁଁ କହିଲି ଏଇ ଡିଜାଇନଟା ଗୋଟେ ଦେଖିଲି ତ, ମୁଁ ଏଇଟା ଗୋଟେ ପିନ୍ଧିବି ବୋଲି ମୁଁ ସୁନା କାନଟା କାଢ଼ିଦେଲି। ସୁନା କାନଟା କାଢ଼ିଲି ସାଙ୍ଗମାନେ ଡିବାରେ ରଖିଥିଲି। ଯେଉଁ ଜାଗର ଦିନ କ'ଣ ହେଇଛି ସେ ଡିବାରେ ମୋ ହାତରୁ ଖସି ପଡ଼ିଲା। ସେ ଡିବାରେ ଥିଲା ପଇସା ଆଉ କତୁରୀଟେ ଆଉ ଏମିତି ସବୁ ଥିଲା। ମୁଁ ତଳୁ ଉଠେଇ ତାକୁ ରଖିଲି, ମୋର ଆଉ ହେତୁ ନାହିଁ ଯେ ମୋ ସୁନା କାନଟା ବି ଥିଲା ସେ ବି କେଉଁଠି ଛିଟକି ଯାଇଛି। ତ ତା ପରଠୁ ତ ଘରେ ବି କେହି ଜାଣିନାହାନ୍ତି, ମୁଁ ତ ନିଜେ ଆଜି ଜାଣୁଛି। ସବୁ ଓଳିଆ ଓଳି କରିକି ଅଳିଆ ଫୋପାଡ଼ି ଦେଇଛନ୍ତି। ଆଉ ଗଲା ସୁନା ହଜିଲେ କୁହନ୍ତି ବହୁତ ଖରାପ। ଆଉ ସୁନା ଯିଏ ପାଇଥିବା କଥା ତ ଛାଡ଼, ଅଳିଆ ଗାଡ଼ିଟେ ଗଲେ ସେ ଯିଏ ପାଇବ ପାଇବ, କିନ୍ତୁ ସୁନା ହଜିଲେ ବହୁତ ଖରାପ। ଆଉ ମୋ ସହିତ ତ ଏମିତି ଖରାପ ହେଇ ଚାଲିଛି 5-6-7 ମାସ ହେଲା। ଆଉ କ'ଣ ଖରାପ ହେଉଛି ଦେଖାଯାଉ, କିନ୍ତୁ ହଜିଗଲା ମୋର ସୁନା କାନର। ମନଟା ବହୁତ ଦୁଃଖ ସାଙ୍ଗମାନେ। ଭାଉଜ ବହୁତ ଖୋଜିଲାଣି, ଖଟ ତଳେ ବସିକି ଗଡରେଜରୁ ସବୁ ଅଳିଆ ଗାଡ଼ିକି ବହୁତ ଖୋଜିଲାଣି, ପାଇଲାନି। ଆମ ଘର ଭିତରେ କେବଳ ଆମେ ସବୁ ଦାୟିତ୍ୱହୀନ, ସେଇ କେବଳ ଘର ଓଳିଲା ବେଳେ ହଉ କି ଗଲା ସେ ତାର ବହୁତ ନଜର। ସେ ସବୁ ଜିନିଷ ଯେତେବେଳେ ଆମ ସମସ୍ତେ ମାଆ ବି ପଇସା ଦୁନିଆ ପକେଇ ଦେଇ ଯାଇଥିବ, ସିଏ ପାଇକି ରଖିଥିବ। ମୋର ବି ମୁଁ କେତେଥର ସୁନା ହଜେଇଛି, ସେଇ ପାଇକି ମୋତେ ଦେଇଛି। କିନ୍ତୁ ଏଥରକ ସିଏ ଆଉ ଘର ବୋଧେ ଓଳେଇନି, ମୁଁ ଓଳେଇ ଦେଇଛି କି ବାପା ଓଳେଇ ଦେଇଛନ୍ତି। ଆମର ତ ଘୋଡ଼ା ବାଗ ଉପରକୁ ଅନେଇ ସବୁ କରିବୁ। ନାଇଁ ବାପାଙ୍କର ନୁହଁ, କିନ୍ତୁ ମୋର ଘୋଡ଼ା ବାଗ। ଆଉ ବାପାଙ୍କୁ ଦେଖାଯାଇନଥିବ, ଯେହେତୁ ବାପାଙ୍କୁ ବୟସ ହେଲାଣି, ଦେଖାଯାଇନଥିବ। ଏତେ ଛୋଟ ଛୋଟ ଜିନିଷ ନା, ଓଳେଇ ଦେଇଥିବେ ଆଉ। ଗଲା ମନ ବହୁତ ଦୁଃଖ ସାଙ୍ଗମାନେ। ସୁନା କାନଟା ମୋର ହଜିଗଲା। ଗୋଟେ ସୁନା କାନ ଗୋଟେ ଭାଙ୍ଗି ଯାଇଥିଲା, ଆଉ ଗୋଟେ ହେଉଛି ମାନେ ହଜି ଯାଇଥିଲା। ନାଇଁ ଗୋଟେ ଭାଙ୍ଗି ଯାଇଥିଲା ବୋଲି ଆଉ ଗୋଟେ ସେ ପଡ଼ି କୁଆଡ଼େ ଗଲା, ମୁଁ ଆଉ ଦାୟିତ୍ୱ ରଖିଲିନି। ଆଉ ସେ କାନଟା ୟା ପୂର୍ବ କାନଟା ଯେଉଁ ସାଙ୍ଗମାନେ ଥିଲା ମୁଁ ଛୋଟବେଳୁ ପୁରା ପିନ୍ଧିଥିଲି। ମୋ ଟପ୍ 2ଟା କରିକି ମୋ ମାଆ ମୋତେ ଦେଇଥିଲା। କିନ୍ତୁ ଆଜି ଦେଖନ୍ତୁ ହଜିଲାଣି ଜାଗର ଦିନ, ମୁଁ ଖୋଜୁଛି ଆଜି। କ'ଣ କରିବି, ମନ ବହୁତ ଦୁଃଖ ଲାଗୁଛି। ନିଜ ଭୁଲ ସକାଶେ କାନ ମୋଡ଼ି ଖାଲି ନିଜକୁ ଜାବଡ଼ା ଦେବା କଥା, ନହେଲେ ଆଉ କିଛି ନାହିଁ। ଏତେ ଦାୟିତ୍ୱହୀନ କ'ଣ ମୋ ସୁନା ଜିନିଷରେ ପୁଣି। ଆଉ ସିନା ବଡ଼ ବଡ଼ ଜିନିଷ ଗୁରା ସିନା ବାପାଙ୍କ ପାଖରେ ଅଛି ବୋଲି, ଏଇ ଛୋଟିଆ ଜିନିଷ ଯଦି ଦାୟିତ୍ୱ ରଖିପାରୁନି, ବଡ଼ ବଡ଼ ଜିନିଷ ଗୁରା ପାଖରେ ରଖିନି ଠିକ୍ ଅଛି। ସାଙ୍ଗମାନେ ଗୋଟେ କ'ଣ କହିଲେ ଦୁଃଖଦ ଖବର ବେଶୀ ଘଟିଯାଇଛି। ମାନେ ସୁନା ହଜିଲେ ଭଲ ନୁହଁ ଘର ପ୍ରତି କୁହନ୍ତି। ମୁଁ ତ ଆଜି ଜାଣିଲି ସୁନା ହଜିଛି ବୋଲି। ମୋର ହଜିଲାଣି 3-4 ଦିନ ଆଗରୁ, କିନ୍ତୁ ମୋର ଆଜି ହେତୁ ଆସୁଛି। ଏବେ ବାବୁନା ଏତେ ଜୋରସେ ପଡ଼ିଲା ମାର୍ବଲରେ, ପାଣି ପଡ଼ିଥିଲା, ଗୋଡ଼ ଖସିକି। ନର୍ମାଲ ପଡ଼ିଥିଲେ ଯାହା ହେଇଥାନ୍ତା, ମୁଣ୍ଡ ପୁରା କାନ୍ଥରେ ମାଡ଼ ହେଇକି ପୁରା ଏତେ ଜୋରସେ ଫାଟିଲାନି, ଫୁଲିକି ରହିଯାଇଛି। ପୁରା ଛଟଛଟି କାନ୍ଦୁଛି, କଷ୍ଟ ହେଉଛି ତାକୁ। ଆଉ ତଳକୁ ଅନେଇକି ଆସୁନଥିଲା, ଉପରକୁ ଅନେଇକି ଆଉଥିଲା। ଭାତ ଥାଳି ଧରିକି ଥୋଇବାକୁ ଆସୁଥିଲା, ଭାତ ଚାରିଆଡ଼େ ଛିଞ୍ଚତ୍ର କରି ଭାତ ଫୋପାଡ଼ି, ମାନେ ପଡ଼ିଗଲା ତ, ହାତରୁ ଖସିଗଲା, ପଡ଼ିଗଲା ସବୁଆଡ଼େ। ମୁଁ ପୋଛାପୋଛି କରିକି ଗଲେ, ସେ ସେପଟ ରୁମ୍ରେ ବାପା ତାକୁ ବରଫ ଘଷୁଛନ୍ତି ମୁଣ୍ଡରେ। ବେଳା ଖରାପ, ମାନେ କୁହନ୍ତି ସୁନା ହଜିଲେ ଘରକୁ ବେଳା ଖରାପ ପଡ଼ିବ। ହେଇଛି ଗୋଟେ ଦେଖେଇଲା, ମାନେ ଆହୁରି କ'ଣ କ'ଣ ହେବାକୁ ଜଣା ନାହିଁ। ତ ଆପଣମାନେ କି ଜାଣିଛନ୍ତି କ'ଣ କଲେ ୟାର ପ୍ରତିକାର କ'ଣ ଅଛି ଟିକେ ମୋତେ ଜଣେଇବେ ସାଙ୍ଗମାନେ, ଯେମିତି କିଛି କାହା ପ୍ରତି ବିପଦ ନ ପଡ଼ୁ, କିଛି ନ ହଉ ମୋ ଭୁଲ ଦ୍ୱାରା। ତ ସାଙ୍ଗମାନେ ଅଟା ଚକୁଡ଼ିକି ରୁଟି ବେଲିକି ନେଇ ଆସିଛି। ବର୍ତ୍ତମାନ ତାୱା ବସେଇଲି, ରୁଟିଟା କରିଦେବା। କ୍ଷୀର ଏଠି ଗରମ ହେଇକି ହେଇଛି। ଭଲ ଲାଗୁଛି ଏବେ? ଆଇଲୁ ମୋ ପିଲା କେଉଁ ଜୋର ପଡ଼ିଗଲା ଲୋ, ଛଟ କାନ୍ଦି ପକା ମୋ ପିଲା। ମୋ ଦେହ ହାତ ଥରି ପକେଇଲା, ମୁଁ ପାଖ ମାରିଲିଣି ବାପାଙ୍କୁ ଡାକ ପକେଇ। ତ ତଳକୁ ଅନେଇକି ସବୁବେଳେ ଚାଲିବୁ, ଘୋଡ଼ା କପଡ଼ା କଲେ ଏମିତି ତ ହୁସୁ ହୁସୁ। ମୁଁ ଏଇଟା ଧରିକି ହାତ ଧୋଇ ଯାଉଛି, ଗୋଟା ପୁରା ଖସିଗଲା। ଆଉ ବି ଦୁଃଖ। ତ ସାଙ୍ଗମାନେ ମୁଁ ଏଠି ମକାକୁ ମାନେ ବଏଲ୍ ଷ୍ଟିମ୍ ଦ୍ୱାରା ବଏଲ୍ କରଉଛି। ରୁଟି ମୋର ସରିଗଲାଣି, ଆଉ ଗୋଟେ ଡ୍ୟୁଟି ବାକି ରହିଲା। କ'ଣ ଏଠି କଟାକଟି କରୁଛି, ମ୍ୟାଗି କରିବି ଟିକେ। ଟିକେ ମ୍ୟାଗି କରିବି। ଆଉ ଏଠି କଡ଼େଇ ବସେଇଛି, ଆଉ ଏଇଠୁ ଯୋଉ କାଟିଦେବି ଭାବୁଛି। ତ ବର୍ତ୍ତମାନ ମ୍ୟାଗି କରିଦେଇଛି, ଆଉ ମୋ ଝିଅ ଖାଉଛି।
ଆଉ ୟା ସହିତ ମୁଁ ହେଉଛି ଭିଡ଼ିଓଟାକୁ ଏଇଠି ଏଣ୍ଡ କରିଦେଉଛି। ଆମେ ଦେଖା ହେବା କାଲି ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍ରେ। ତ ମନଟା ତ ସାଙ୍ଗମାନେ ଭଲ ନାହିଁ। ସୁନା କାନଟା ହଜିଗଲା। ମୁଁ ଚଣ୍ଡା ରହୁନି କ'ଣ ଦରକାର ଥିଲା ସୁନା କାନ କାଢ଼ିକି କିଣା କାନ ପିନ୍ଧିବା ପାଇଁ। ହଜିବାର ତ ଅଛି ଆଉ କ'ଣ କରିବି। ମନଟା ବିଲକୁଲ ଭଲ ନାହିଁ। ଆଉ ତା ସହିତ ଭିଡ଼ିଓଟା ଏଇଠି ଏଣ୍ଡ କରିଦେଉଛି ସାଙ୍ଗମାନେ। ଦେଖା ହେବା ଆଉ ଏକ ନୂଆ ବ୍ଲଗ୍।